ଆମ ପୁରୀ ଜଗନ୍ନାଥ ମନ୍ଦିରର 56 ଭୋଗରୁ ଗୋଟେ ଭୋଗ ଆଉ ଖରା ଦିନ ପାଇଁ ସବୁଠୁ ଟେଷ୍ଟି ଆଉ ହେଲ୍ଦି ଭର୍ସନ ହେଲା ନଡିଆ ପାଚେଡି କିମ୍ବା ଦହି ପାଚେଡି ଆପଣ ଯାହା ବି କହିପାରନ୍ତି। ବହୁତ ହି ଜଲ୍ଦି ବନି ଯାଇଥାଏ ଆଉ ବହୁତ ହି ଟେଷ୍ଟି ଲାଗିଥାଏ ଖାଇବାକୁ। ସେଥିପାଇଁ ମୁଁ ଏଠି ଗୋଟେ କପ୍ ର ନେଇଯାଇଛି ବସା ଦହି। ଏଥିରେ ଆମେ ପାଣି ମିଶେଇବାନି, ଏଇଟା ଟିକେ ଥିକ୍ ଲାଗିଲେ ହିଁ ବହୁତ ଟେଷ୍ଟି ଲାଗିଥାଏ। ତାକୁ ଗୋଟେ ସ୍ମୁଥ ଟେକ୍ସଚର ଦେଇଦବା। ସେଥିରେ ଆମେ ପକେଇବା କଳା ଲୁଣ, ଆମ୍ବ କଷି ଅଦା, ବହୁତ ବଢିଆ ଫ୍ଲେଭର ଆସିଥାଏ। କୋରା ନଡିଆ ଜମା ବି ସ୍କିପ୍ କରିବାନି। ଛୋଟ ଛୋଟ କାଟିକି ରଖିଥିବା ଆପେଲ, କାକୁଡି, ଅଙ୍ଗୁର ଆଉ ଟିକେ କ୍ରଞ୍ଚିନେସ୍ ପାଇଁ ଡାଳିମ୍ବ, ଟିକେ ମିଠାସ୍ ପାଇଁ ପକେଇଦବା 2 ସ୍ପୁନ ଭଳିଆ ଚିନି ଆଉ ଟିକେ ସ୍ପାଇସିନେସ୍ ପାଇଁ ପକେଇଦବା ଏଠି ଗୋଟେ ଚାମଚର ଗୋଲମରିଚ ଗୁଣ୍ଡ ଆଉ ଧନିଆ ପତ୍ର ପକେଇକି ତାକୁ ଭଲସେ ଗୋଳେଇଦବା। ଏଇଟା ଓଷା ବାର ଦିନରେ ବହୁତ ହି ଟେଷ୍ଟି ଲାଗିଥାଏ ଖାଇବାକୁ ଆଉ ବହୁତ ଜଲ୍ଦି ବି ବନି ଯାଇଥାଏ। ଟେଷ୍ଟ ଆଗରେ କୌଣସି ଆଇସ୍କ୍ରିମ ବି ଫିକା ପଡିଯିବ, ଏଇଟା ଏତେ ଟେଷ୍ଟି ଲାଗିଥାଏ। ଆଉ ଯେହେତୁ ଦହିରେ ହେଉଛି ଫ୍ରୁଟ୍ସ ପଡିଛି ସେଥିପାଇଁ ବହୁତ ହେଲ୍ଦି ମଧ୍ୟ। ଦେଖନ୍ତୁ କେତେ ଜଲ୍ଦି ବନିଗଲା ଆଉ ଖାଇବାକୁ ବି ବହୁତ ଟେଷ୍ଟି ଲାଗିଥାଏ। ଏଇ ଖରା ଦିନେ ଆପଣ ଏଇଟା ନିଶ୍ଚୟ ବନାନ୍ତୁ ଆଉ ଫ୍ରିଜ ରେ ରଖି ଥଣ୍ଡା ଥଣ୍ଡା ଖାଇକି ଏନ୍ଜୟ କରନ୍ତୁ।